ଦିନେ ଏଇ ଜଙ୍ଗଲ କେତେ ସୁନ୍ଦର ଥିଲା। ଦିନେ ହଠାତ୍ ଏ ଜଙ୍ଗଲରେ ଗଛ ପତ୍ର ଉଠିବା ବନ୍ଦ ହେଇଗଲା। ଜମି ଗୁଡ଼ିକ ସବୁ ଶୁଖି ଫାଟିଗଲା। ଏଠିକାର ପଶୁ ପକ୍ଷୀ ମାନେ ବର୍ଷା ଟିକେ ହଉ ବୋଲି ସବୁବେଳେ ଠାକୁରଙ୍କୁ ଡାକୁଥାନ୍ତି। ବୁଝିଲୁ ରଙ୍ଗୀନ ଚଢ଼େଇ, ଜଙ୍ଗଲରେ କହିଦବୁ ମହାରାଜା ସିଂହକୁ ମାନେ ମତେ ପାଣିପାଗ ଅଫିସରୁ ଫୋନ ଆସିଥିଲା। ଆମ ଜଙ୍ଗଲରେ ପ୍ରବଳରୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହବ। ତେଣୁ ସବୁ ଜଙ୍ଗଲବାସୀକି କହିଦବୁ ମୋର ଯୋଉ ପାହାଡର ଉପର ମୁଣ୍ଡରେ ଗୁମ୍ଫା ଅଛି, ବର୍ଷା ଛାଡିବା ଯାଏ ସେଇ ଗୁମ୍ଫାରେ ଆସି ରହିଯିବେ। ଯା ମୁଁ ଯେତିକି କହିଲି ସେତିକି କରେ, ଅଧିକା କାହିଁ କଥାବାର୍ତ୍ତା କରୁଛୁ? ଯା ଯା। ସେଠୁ ରଙ୍ଗୀନ ଚଢ଼େଇ ସିଂହରାଜର କଥା ମାନି ଜଙ୍ଗଲ ଭିତରକୁ ଚାଲିଗଲା। କିଛି ସମୟ ପରେ ଆମ ଜଙ୍ଗଲରେ ପ୍ରବଳ ବର୍ଷା ଘଡଘଡି ହବ। ଜଙ୍ଗଲକୁ ପାଣି ବି ମାଡ଼ି ଆସିପାରେ। ତେଣୁ ମହାରାଜା କହିଛନ୍ତି ସମସ୍ତେ ଯାଇ ମହାରାଜାଙ୍କର ପାହାଡ ଉପର ଗୁମ୍ଫାରେ ରହିବ। ବୁଝିଲୁ ହାତୀଅପା, ଆରେ ସିଂହରାଜ ତ ପ୍ରତିବର୍ଷ ବର୍ଷା ହବ କହୁଛି। ଯଦି ଘଡଘଡି ମାରିଲେ ସତକୁ ସତ ବର୍ଷା ହଉଥାନ୍ତା, ତାହେଲେ ଆମ ଜଙ୍ଗଲର ଜମି ମାଟି ସବୁ କଣ ହେଇଯାଇଥାନ୍ତା। ଜୋରରେ ଘଡଘଡି ଆରମ୍ଭ ହେଇଯିବାରୁ ଜଙ୍ଗଲର ସବୁ ପଶୁପକ୍ଷୀ ସିଂହରାଜର କଥା ମାନି ସିଂହରାଜର ପାହାଡି ଗୁମ୍ଫାକୁ ଚାଲିଲେ। କିଛି ଅସୁବିଧା ହବନି। ଯାହାହେଲେ ଜୟ ମାତା ଦି ଆମକୁ ଉଦ୍ଧାର କରିଦେବେ, ବୁଝିଲୁ।
ଶୁଣ ତତେ ଯଦି ଡର ଲାଗୁଛି ତାହେଲେ ତୁ ଏବେ ବି ପଳେଇ ଯାଇପାରୁ, ମୋର କିଛି ଅସୁବିଧା ନାହିଁ। ଏମିତି ଦେଖିଲେ ବସ୍ ଆଉ ତ ମନ ଭିଜିବନି, ଖାଲି କହ ଜୟ ମାତା ଦି, ଜୟ ମା ଦୁର୍ଗା, ଜୟ ମାତା ଦି। ପାଣି ଅଧିକ ହେବାରୁ ଚିତ୍ତା ବାବା ଗୋଟିଏ ଘର ଉପରକୁ ଉଠିଗଲା। ସେତିକି ବେଳକୁ ଗେରା ମୋ ପଟେ ନେଇ ଆସିଲା। ତୁ ଆଜି ଆଇଥିବୁ, ଆରେ ତତେ ମୁଁ ତମର ଧରାକୁ ଦେଲିନି, ତୋ କାମ ହାତି ଧରିଲା, ତୁ ଆଇଥିବୁ, ଥାଉ ଥାଉ, ମୋ ପାଟିରେ ପଳେଇ ଥାଉ, ଆହୁରି ଡରରେ ପାଣି ମାରିବ, ଶୀଘ୍ର ପଳେଇ ଥାଉ, ସିଂହରା ବା, ଏଇ ମୋ ପାପ ଉଠେଇଥାନ୍ତି, ତତେ ମୋ ଛାତିରେ ନେଇଯିବ ଭାଇରେ। ଜୟ ମାତା ଦି, ଜୟ ମା ଦୁର୍ଗା, ଯା ଯା, ଆମ ଦୁଇ ଜଣଙ୍କର କିଛି ହବନି, ଆମ ସାଥିରେ ମା ଦୁର୍ଗା ଅଛନ୍ତି, ଆମକୁ ବଞ୍ଚେଇ ଦେବେ, ତୁ ଯା, ମା ଦୁର୍ଗା ଦେବୀ ଆମକୁ ବଞ୍ଚେଇବେ, ଯା ଯା। ଏଇଟା କେତେ ବଡ ମେଣ୍ଟାଲ ଦେଖିଲି, ଏଟା ପୁରା ବଡ ପାଗଳ। ଆରେ ବର୍ଷାରେ ଭିଜି ଭିଜି ମୋ ମୁହଁ ଭିଜେଇ ସାରିଲାଣି, ଘର ବୁଡ଼ି ପାଣି ଆଣ୍ଠି ହେଲାଣି, ତଥାପି କହୁଛି ଦୁର୍ଗା ଦେବୀ ବଞ୍ଚେଇ ଦେବେ, ଜୟ ମାତା ଦି ବଞ୍ଚେଇ ଦେବେ। ଆରେ ପାଗଳ, ଜୟ ମାତା ଦି କେତେବେଳେ ତତେ ବଞ୍ଚେଇବେ? ପଳେଇଆ ରେ, ମୋ ପଛରେ ପଛରେ ପଳେଇ ପଳେଇଆ ପଳେଇଆ। ଚିତ୍ତାବାବୁ କିନ୍ତୁ କାହାରି କଥାକୁ ମାନିଲା ନାହିଁ। ଧୀରେ ଧୀରେ ପାଣି ବଢିବାରେ ଲାଗିଲା, ଆଉ ଘଡଘଡି ବର୍ଷା ବି ଜୋର ହବା ପାଇଁ ଲାଗିଲା। ଚିତ୍ତାବାବୁର ଗୋଡ ପର୍ଯ୍ୟନ୍ତ ପାଣି ପଳେଇଗଲା। ଚିତ୍ତାବାବୁ ଚଢି ଯାଇ ଘର ଉପରେ ଠିଆ ହେଲା। ଜୟ ମାତା ଦି, ଜୟ ମା ଦୁର୍ଗା, ଆସ ନା ଆସ, ମତେ ବଞ୍ଚେଇ ଦିଅ। ମା ହୋ, କୋଉଠି ଅଛ ମା? ମୁଁ ପରା ତୁମ ଭକ୍ତ, ଜୟ ମାତା ଦି, ମତେ ବଞ୍ଚେଇ ଦିଅ ମା, ମତେ ବଞ୍ଚେଇ ଦିଅ ମା ହୋ। ଜୟ ମାତା ଦି, ତୁମେ ହିଁ ବଞ୍ଚେଇ ଦିଅ। ଆରେ ଏ ହେଲିକପ୍ଟର ଶବ୍ଦ କାହାର ଶୁଭୁଛି? ଜୟ ମାତା ଦି, ଇଏ ତମ ହରିଆଣାକୁ ଆସୁଛି ରେ। ଆରେ ଦୀପା, ନଦୀରେ ନଦୀ ବାନ୍ଧ ଭାଙ୍ଗି ଯାଇଛି ରେ। ଶୀଘ୍ର ହେଲିକପ୍ଟରକୁ ପଳେଇଆ, ସିଂହରାରେ ତତେ ମୋ ପାଇଁ ପଠେଇଛନ୍ତି ରେ। ପଳେଇଆ, ପାଣି ତୋଳେ ମରିବ, ମୁଁ ମରିଯିବୁ ରେ। ଆରେ ତୁ ପୁଣି ଆସିଗଲୁ, ଯା ଯା ଯା, मैं किसी का बात भी नहीं सुनेगा, जा, ମତେ ଜୟ ମା ଦୁର୍ଗା ଉଦ୍ଧାର କରିବା ପାଇଁ ଆସିବେ, ତୋ କଥା ମୁଁ नहीं सुनेगा, जा जा। ଆରେ କ୍ଷେତରେ ତୋର ହେଲିକପ୍ଟରରେ ପେଟକୁ ଠାଣି ଧରିବାକୁ ଦେଇ ତୁ ବହୁତ କିଛି କା ବାତ नहीं सुनेगा, ତୁ ଆଜି ମରିବୁ ଭାଇରା, ମୁଁ ତତେ କହିଲି, ତୁ ଏଇଠି ରହିକି ମରିବୁ। ଶେଷରେ ଗେରସିଆଳ ବି ହେଲିକପ୍ଟରକୁ ନେଇ ସେଠାରୁ ପଳେଇଗଲା। କିଛି ସମୟ ପରେ ବାଘ ପାଣିରେ ବୁଡ଼ିଗଲା ସତ, ହେଲେ ଜୟ ମାତା ଦି କହିବା ପାଇଁ ଛାଡ଼ିଲା ନାହିଁ। ଧୀରେ ଧୀରେ ବାଘ ପାଣିରେ ବୁଡ଼ି ମରିଗଲା। କଣ ହେଲା? ପାଣି କୁଆଡ଼େ ଗଲା? ବା 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 ବା, ମାତା ଦି, ତୁମେ ମତେ ବଞ୍ଚେଇ ଦେଲ, ଯାହା ହଉ ଭଲ ହେଲା, ମୁଁ ଜାଣିଥିଲି ତୁମେ ମତେ ନିଶ୍ଚୟ ବଞ୍ଚେଇବ। ତୁ ବଞ୍ଚିନାହୁଁ ରେ ବାଘ, ତୁ ମରିଯାଇଛୁ, ତୋର ଆତ୍ମା ଆସି ଏଇ ସ୍ୱର୍ଗପୁରରେ ପହଞ୍ଚିଛି। ମା ଦୁର୍ଗା, ନମସ୍କାର ମା। ହେଲେ ମା, ମୁଁ ମରିଲି କେମିତି? ମୁଁ ପରା ଉଦ୍ଧାର କରିବା ପାଇଁ ତୁମକୁ ଡାକୁଥିଲି, ତୁମେ ମତେ ବଞ୍ଚେଇବା ପାଇଁ ଆସିଲନି କାହିଁକି ମା? ଆରେ ମୂର୍ଖ, ମୁଁ ତ ତତେ ବଞ୍ଚେଇବା ପାଇଁ ବହୁତ ବାଟ ଦେଖେଇଥିଲି, ହେଲେ ତୁ ମୋ କଥା ମାନିଲୁ ନାହିଁ। ପ୍ରଥମେ ନୌକା ପଠେଇଲି, ତାପରେ ହେଲିକପ୍ଟର ପଠେଇଲି, ହେଲେ ତୁ ମୋ କଥା ମାନିଲୁ ନାହିଁ, ସେଥିରେ ମୋର ଦୋଷ କଣ ରହିଲା ରେ ମୂର୍ଖ? ମା, ମୁଁ ପରା ତୁମକୁ ଭକ୍ତି କରେ, ତୁମ ଭକ୍ତକୁ ତୁମେ କାହିଁକି ବଞ୍ଚେଇବା ପାଇଁ ଆସିଲ?